ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିବା ଏବଂ ତାଙ୍କୁ ଜିତେଇବା ଏ ଶ୍ରେୟ କାହାର? ମୋହନ ମନମୋହନଙ୍କର ନା ଦିଲ୍ଲୀପ ଓ ବିଜୟଙ୍କର? ଆପଣ ଲକ୍ଷ୍ୟ କରିଥିବେ ବିଜୟ ମହାପାତ୍ର ପୂର୍ବରୁ କହିଥିଲେ 3 ମାସ ଧରିକି ରଣନୀତି ଚାଲିଥିଲା। ଦିଲ୍ଲୀପ ରାୟ ବି କହିଲେ 3 ମାସ ତଳୁ ଏହି ଯୋଜନା ହେଇଥିଲା। ଅମିତ ଶାହାଙ୍କ ସହ କଥା ହେଇଥିଲେ। ଅମିତ ଶାହା ସବୁ ପ୍ରକାର ସହଯୋଗ ଦଳ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଗୋଟେ କୋର୍ ଟିମ୍ ସେ ଗଠନ କରିଥିଲେ। କେଉଁ ବିଧାୟକ କ୍ରସ୍ ଭୋଟିଂ କରିବେ? ପ୍ରଭାତ ତ୍ରିପାଠୀ ପ୍ରଭାତ ବିଶ୍ୱାଳଙ୍କ ସହ କଥା ହେଇଥିଲେ। ସେଇଥିପାଇଁ ମନ ଭିତରେ ପ୍ରଶ୍ନ ଉଠୁଛି, ଏ ଯୋଜନାଟି କାହାର? କାହାର ଥିଲା ଯୋଜନା? କିଏ କଲେ କାର୍ଯ୍ୟାନ୍ୱୟନ? ଏ ରାଜନୈତିକ ଅଳିନ୍ଦରେ ପ୍ରଶ୍ନ ଘୁରି ବୁଲୁଛି। ଘୁରି ବୁଲିବା ବି ସ୍ୱାଭାବିକ। କାହିଁକି ନା ଖେଳ କିଏ କରିଲେ, ପ୍ରକୃତ ଖେଳାଳି କିଏ ତାହା ମଧ୍ୟ ଜାଣିବା ଦରକାର।